ଏକ ସୁନ୍ଦର ଘଞ୍ଚ ଜଙ୍ଗଲରେ ଚୁନି ଚିଡ଼ିଆ ରହୁଥିଲା। ସେ ଖୁବ୍ ପରିଶ୍ରମ କରି ଫଳ ଚାଷ କରୁଥିଲା। ଫଳ ପାଚିଗଲା ପରେ ବିକ୍ରି କରିବାକୁ ଘଞ୍ଚ ଜଙ୍ଗଲ ଦେଇ ପକ୍ଷୀମାନଙ୍କ ଘରକୁ ଯାଏ। ଗୋଟିଏ ଦିନ ଚୁନି ଫଳ ନେଇ ଜଙ୍ଗଲ ଦେଇ ଯାଉଥିବା ସମୟରେ କାଳୁକୁଆ ତାର ପିଛା କଲା। ଯେମିତି ଚୁନି ଏକ ଗଛ ପାଖରେ ପହଞ୍ଚେ, କାଳୁ ଉଡ଼ି ଆସି ଚୁନିର ଟୋକେଇରୁ ଫଳ ନେଇ ଚାଲିଯାଏ। ଏମିତି କରି କାଳୁ ଚୁନିର ଫଳ ସବୁ ଖାଇଦିଏ ଏବଂ ଅନ୍ୟ ଫଳକୁ ଥଣ୍ଟ ମାରି ଖରାପ କରିଦିଏ, ଯାହାଫଳରେ ଚୁନିର ଫଳ ସବୁ ଜଙ୍ଗଲରେ ଅନ୍ୟ ପକ୍ଷୀମାନଙ୍କୁ ନେଇ ବିକ୍ରି କରିବା ସମୟରେ ସେମାନେ କହନ୍ତି, ଏ ଅଧା ଖାଇଥିବା ଫଳ କିଏ ନେବ? ତମେ ଏ ଫଳ ଖାଇ ଆମକୁ ଅଇଠା ଫଳ ବିକ୍ରି କରିବାକୁ ଆସିଛ? ଚାଲିଯାଉ ଏଠାରୁ, ଆମେ ତମ ଫଳ କିଣିବୁ ନାହିଁ। ଚୁନି ଫଳ ବିକ୍ରି ନ କରିପାରି କାନ୍ଦ କାନ୍ଦ ମୁହଁରେ ଘରକୁ ଫେରେ। ତା ପରଦିନ ବଗିଚାରୁ ଫଳ ଆଣି ତାକୁ ଭଲ ଭାବରେ ଦେଖେ, ଆଉ ଟୋକେଇରେ ଭରେ। ପୁଣି ଜଙ୍ଗଲ ରାସ୍ତା ଦେଇ ଯାଏ। ଦୁଷ୍ଟ କାଳୁକୁଆ ତାକୁ ଦେଖି ତା ପଛେ ପଛେ ଯାଏ। ଚୁନି କାଳୁକୁଆ ତା ପଛେ ପଛେ ଆସୁଥିବାର ଦେଖିନିଏ, ଆଉ କହେ, କାଳୁ ତୁ? ହଁ ହଁ ମାଉସୀ, ଏ ରାସ୍ତା ଦେଇ ମୁଁ ଖାଦ୍ୟ ସଂଗ୍ରହ କରିବାକୁ ଯାଉଥିଲି। ଦେଖିଲି ତମେ ଫଳ ନେଇ ଯାଉଛ, ତ ମୁଁ ଭାବିଲି ଏ ଫଳ ମୋ ସ୍ତ୍ରୀ ଚାମେଲିକୁ ବହୁତ ପସନ୍ଦ। ମତେ କିଛି ଫଳ ଦିଅନ୍ତ ନାହିଁ? ମୁଁ ମୋ ସ୍ତ୍ରୀକୁ ଦେଇ ଆସନ୍ତି। ମାଉସୀ କହେ। ଏଇ ନେ କାଳୁ। ଚୁନି ମାଉସୀ ତାକୁ ଫଳ ନେଇ ଦିଅନ୍ତି। କୁଆ ଉଡ଼ିକି ଯିବା ପାଇଁ ପ୍ରସ୍ତୁତ ହେଉଥାଏ। ସେହି ସମୟରେ ଚୁନି ମାଉସୀ କହେ, କାଳୁ ମୋ ପଇସା? କାଳୁ କହେ, କି ପଇସା? ମାଉସୀ କହେ, ଏ ଫଳର? ଓହୋ, ମୋ ପାଖରେ ତ ପଇସା ନାହିଁ ମାଉସୀ, ମୁଁ କାଲି ତମକୁ ଦେଇଯିବି। ଚୁନି କହେ। ହଉ ଠିକ ଅଛି। ସେଦିନ ଚୁନି ଫଳ ନେଇ ଘର ଘର ବୁଲି ବିକ୍ରି କରିଦିଏ। କିଛି ପଇସା ଆଣି ଖୁସିରେ ଚଳେ। ତା ପରଦିନ ଚୁନି ମାଉସୀ ଫଳ ବିକ୍ରି କରିବାକୁ ବାହାରିଯାଏ। ଯେମିତି ମାଉସୀ ଜଙ୍ଗଲ ମଝିରେ ଗଛ ଆଡ଼ଳରେ ହୋଇଥାଏ, କାଳୁକୁଆ ଚୁନି ମାଉସୀର ଫଳକୁ ଝାମ୍ପି ନେବାକୁ ଚେଷ୍ଟା କରେ। ଚୁନି ମାଉସୀ ଫଳ ଉପରେ କଣ୍ଟା ରଖିଦେଇଥାଏ। ଯେମିତି କାଳୁ ଫଳ ଉପରେ ତା ଗୋଡ଼ ବାଜେ, ତା ଗୋଡ଼ରେ କଣ୍ଟା ଫୁଟିଯାଏ। କାଳୁ ଜୋରରେ ପାଟି କରେ। ଚୁନି ମାଉସୀ ସଙ୍ଗେ ସଙ୍ଗେ ପଛକୁ ଅନେଇ ଦେଖେ। କାଳୁକୁଆ ଗୋଡ଼ରେ କଣ୍ଟା ଫୁଟିଯାଇଛି, ଆଉ ସେ କା କା କରି ଆକାଶକୁ ଉଡ଼ି ଯାଉଛି। ମାଉସୀ କହେ, ଆରେ ଯୋଗନିଖିଆ ବାଡ଼ିପଡ଼ା, ମୋ ଫଳ ଚୋରି କରି ଖାଉଛୁ? ତୋ ମୁହଁ ପଡ଼ୁ।